हेलो फ्रेंड्स, ମୁଁ ତୁମକୁ ଏଇ ଭିଡ଼ିଓରେ ନା ଏ ଯେଉଁ ସମିଟି 1 2021 ମସିହା ସମିଟି 1 କ୍ଲାସ୍ ଏକ୍ସ ମାନେ ଦଶମ ଶ୍ରେଣୀ ପିଲାଙ୍କ ପାଇଁ ଯେଉଁ ସାଇନ୍ସ କୋଶ୍ଚିନ୍ ଆସିଥିଲା ନା, ଠିକ୍ ଅଛି। ତାର ପାର୍ଟ 1ଟା ପେପର 1 ମାନେ ଫିଜିକାଲ୍ ସାଇନ୍ସ ବା ଏସିପି ତୁମେ ଯାହାକୁ କହୁଛ ଭୌତିକ ବିଜ୍ଞାନର 1 ନମ୍ବରଟା 25 ନମ୍ବର ଯାଏଁ ଟୋଟାଲି କୋଶ୍ଚିନ୍ ତୁମକୁ ଡିଟେଲରେ ସଲ୍ୟୁସନ୍ କରିବି ମୁଁ ଏଇ ଭିଡ଼ିଓରେ, ହେଲା କି। ଗୋଟେ ବର୍ଷ ଦୁଇ ବର୍ଷ ଛାଡ଼ିକି ଗୋଟେ କିମ୍ବା ଦୁଇଟା କୋଶ୍ଚିନ୍ ରିପିଟ୍ ହୁଏ, ହେଲା କି। ତେଣୁକରି ତୁମେ ଭଲସେ ଦେଖିବ ଏଇ ଟାଇପ୍ର କୋଶ୍ଚିନ୍ ତୁମର ଏ ବର୍ଷ ବି ଆସିପାରେ। ତ 1 ନମ୍ବର କହିଲା ଗ୍ରାଫାଇଟ୍ ଓ ହୀରାରେ ଯଥାକ୍ରମେ କେତୋଟି ଲେଖାଏଁ କାର୍ବନ କାର୍ବନ ବନ୍ଧ ଥାଏ। ମାନେ ଗ୍ରାଫାଇଟ୍ରେ ଏବଂ ହୀରାରେ ଯେଉଁ କାର୍ବନ ଅଛି ଏବଂ କାର୍ବନ ହେଉଛନ୍ତି ଗୋଟେ ନାକ ଅପରୂପ ମାନେ ଅଲଟ୍ରପ, ହେଲା କି। ମାନେ କାର୍ବନ କାର୍ବନ ଭିତରେ କେତୋଟା ବନ୍ଧ ଅଛି। ଇଏ ହେଲା ଗ୍ରାଫାଇଟ୍, ହେଲା ଡାଇମଣ୍ଡ। କାର୍ବନର ହାଇବ୍ରିଡାଇଜେସନ୍ ହେଉଛି sp2, ଡାଇମଣ୍ଡରେ ହେଉଛି sp3 ହାଇବ୍ରିଡାଇଜେସନ୍। sp2 ହାଇବ୍ରିଡାଇଜେସନ୍ ମାନେ କେତୋଟା ଅର୍ବିଟାଲ ଗଲା 1 2 3 ମାନେ 2 1 3 ତିନିଟା ଅର୍ବିଟାଲ। ତେଣୁ କାର୍ବନ ତିନିଟା ସହସଂଯୋଜ ବନ୍ଧ କରିବ, ଗୋଟେ ଇଲେକ୍ଟ୍ରନ୍ ଫ୍ରି ହେଇଯିବ, ହେଲେ ଆକୁ କୁହନ୍ତି ଫ୍ରି ଇଲେକ୍ଟ୍ରନ୍। ଡାଇମଣ୍ଡରେ କାର୍ବନ ହାଇବ୍ରିଡାଇଜେସନ୍ ହେଉଛି sp3, ତେଣୁକରି 3 ଆଉ 1 ପିର ତିନିଟା ଅର୍ବିଟାଲ ଏବଂ ଏସ୍ର ଗୋଟିଏ ଅର୍ବିଟାଲ ମିଶିଛନ୍ତି। ଚାରିଟା ଅର୍ବିଟାଲ ଚାରିଟା ଇଲେକ୍ଟ୍ରନ୍ ରହିଗଲେ ଏବଂ ଚାରିଟା ସହସଂଯୋଜ ବନ୍ଧ ଆଉ ଚାରିଟା କାର୍ବନ ସହିତ କଲେ। କାରଣ ପ୍ରତ୍ୟେକ କାର୍ବନ ଚାରିଟା ଲେଖାଏଁ ସହସଂଯୋଜ ବନ୍ଧ ଗଠନ କରୁଛି କେଉଁଠି, ଡାଇମଣ୍ଡରେ। ବଟ୍ ଗ୍ରାଫାଇଟ୍ରେ କ'ଣ ହେଉଛି ନା ପ୍ରତ୍ୟେକ କାର୍ବନ ତିନିଟା ଲେଖା ବନ୍ଧ କରୁଛନ୍ତି, ହେଲା କି। ତେଣୁକରି ଆନ୍ସର୍ ହେବ 3 2, ସରି ଆନ୍ସର୍ ହେବ 2 3, ହେଲା କି। ଦେଖ ଗ୍ରାଫାଇଟ୍ରେ ଗୋଟେ ଇଲେକ୍ଟ୍ରନ୍ ଫ୍ରି ରହିଯାଉଛି, ହେଲା କି। ସୋ ଇଟ୍ କଣ୍ଡକ୍ଟସ୍ ଇଲେକ୍ଟ୍ରିସିଟି। ଗ୍ରାଫାଇଟ୍ ବିଦ୍ୟୁତ୍ ସହିତ ପରିବହନ କରେ, କ'ଣ ପାଇଁ? ତା ପାଖରେ ଚାର୍ଜିତ କଣିକା ଅଛି, ଫ୍ରି ଇଲେକ୍ଟ୍ରନ୍ ଅଛି, କିନ୍ତୁ ଡାଇମଣ୍ଡ ପାଖରେ ନୋ ଫ୍ରି ଇଲେକ୍ଟ୍ରନ୍। ଇଏ ବି ଗୋଟେ ସର୍ଟ କୋଶ୍ଚିନ୍ ଅଛି। ଆଉ ଗୋଟେ କଥା ଜାଣ, କ'ଣ ଡାଇମଣ୍ଡ ଇଜ୍ ଦ ହାର୍ଡେଷ୍ଟ ମ୍ୟାଟେରିଆଲ ଇନ୍ ଦ ୱାର୍ଲଡ। ପୃଥିବୀର ସବୁଠୁ କଠିନତମ ପଦାର୍ଥ କିଏ? ଡାଇମଣ୍ଡ। ଗ୍ରାଫାଇଟ୍ର ଚିତ୍ର ହେଉଛି ହେକ୍ସାଗୋନାଲ ମାନେ ଷଡ଼ଭୁଜୀୟ। ଦେ ଷ୍ଟାକ୍ ଓଭର ୱାନ୍ ଆନାଦର ମାନେ ସେମାନେ ପରସ୍ପର ଉପରେ ଲଦାଲଦି ହୋଇଥାନ୍ତି। ବଟ୍ ଇନ୍ କେସ୍ ଅଫ୍ ଡାଇମଣ୍ଡ ଦ ଷ୍ଟ୍ରକ୍ଚର ଇଜ୍ 3 ଡାଇମେନ୍ସନାଲ ନେଟୱାର୍କ, ହେଲା କି। 2 ନମ୍ବର କହିଲା କାର୍ବନ କେଉଁ ଲକ୍ଷଣ ଗୁଡ଼ିକ ଜୈବ ଯୌଗିକ ତିଆରି କରିବାରେ ସହାୟକ ହୋଇଥାଏ। ଜୈବ ଯୌଗିକ ମାନେ ଅର୍ଗାନିକ କମ୍ପାଉଣ୍ଡ ଯେଉଁ ତିଆରି କରେ କାର୍ବନ, ତାର ଯେଉଁ ସବୁ ଗୁଣ କେଉଁ କେଉଁ ଗୁଣ ଥାଏ? ଫାର୍ଷ୍ଟ ଅଫ୍ ଅଲ୍ ଚତୁଃସଂଯୋଜୀ ଟେଟ୍ରା ଭ୍ୟାଲେନ୍ସି, ହେଲା କି। ତାପରେ ହେଲା କାଟିନେସନ୍, ଏଇ ଦୁଇଟା ହେବ ଆଇ ଆଣ୍ଡ ଡବଲ୍ ଆଇ। କାର୍ବନ ଅଣୁଗୁଡ଼ିକ ବିଦ୍ୟୁତକୁ ପରିବାହୀ, ସେ ତାର କିଛି ଇଫେକ୍ଟ ପଡ଼େନି ଯୌଗିକ ଗଠନରେ। କାଟିନେସନ୍ କ'ଣ? କାର୍ବନ ଅନ୍ୟ ଏକ କାର୍ବନ ସହିତ ସହସଂଯୋଜ ବନ୍ଧ ଗଠନ କରେ ଏବଂ ତାପରେ ସେମିତି ଗୋଟେ କାର୍ବନ ଚେନ୍ ତିଆରି କରେ, କାର୍ବନ ଶୃଙ୍ଖଳ ତିଆରି କରେ। କାର୍ବନର ଏହି କାର୍ବନ ଶୃଙ୍ଖଳ ଗଠନ କରିବାର ଧର୍ମକୁ କାଟିନେସନ୍ କୁହାଯାଏ। 3 ନମ୍ବର କହିଲା ରାସାୟନିକ ସମୀକରଣ ସମତୁଲ ହେବ। ଏହି ସମୀକରଣଟା x ଓ y ର ମୂଲ୍ୟ କେତେ? ଯଦି ଆମେ x ଓ y ର 2 2 ନେଇଯାଉଛେ ତାହେଲେ ହାଇଡ୍ରୋଜେନ୍ ସମତୁଲ ହେଇଯାଉଛି। ଏଠି ହାଇଡ୍ରୋଜେନ୍ ଦୁଇଟା ଅଛି, ଏଠି ଗୋଟିଏ ଅଛି। ଯଦି x ର ମୂଲ୍ୟ 2 ନେଇଗଲେ ହାଇଡ୍ରୋଜେନ୍ ଟୋଟାଲ୍ କେତେ ହେଇଗଲା? 2, ଏଠି 2 4, ଆଣ୍ଡ ଏଠି 2ରେ 2 ଗୁଣିଦେଲେ 4 ହେଇଗଲା। ହାଇଡ୍ରୋଜେନ୍ ସମତୁଲ, ଖାଲି ହାଇଡ୍ରୋଜେନ୍ ସମସ୍ତେ ସମତୁଲ ହେଲେ। ଗୋଟିଏ ଗୋଟି କରି ଟ୍ରାଏ କରିବ, 2 ହେବ, 2 2 ହେବ କରେକ୍ଟ ଆନ୍ସର୍, ସି ହେବ ଆନ୍ସର୍। ଲେଡ୍ ନାଇଟ୍ରାଇଟ୍କୁ ସୋଡ଼ିୟମ୍ କ୍ଲୋରାଇଡ୍ ଦ୍ରାବଣରେ ମିଶାଇଲେ କେଉଁ ଅବକ୍ଷେପ ସୃଷ୍ଟି ହୁଏ? ଆନ୍ସର୍ ହେବ ଲିଡ୍ କ୍ଲୋରାଇଡ୍। 4 ନମ୍ବର ଦେଖ ଲିଡ୍ ନାଇଟ୍ରେଟ୍ ସୋଡ଼ିୟମ୍ କ୍ଲୋରାଇଡ୍ ସହିତ ପ୍ରତିକ୍ରିୟା କରୁଛି। ଲିଡ୍ କ୍ଲୋରାଇଡ୍ ଏବଂ ସୋଡ଼ିୟମ୍ ନାଇଟ୍ରାଇଟ୍ ହେଉଛି ଲିଡ୍ କ୍ଲୋରାଇଡ୍ ହେଉଛି ପ୍ରେସିପିଟେଟ୍ ମାନେ ଅବକ୍ଷେପ, ହେଲା କି। 4 ନମ୍ବର ସି ହେବ କରେକ୍ଟ ଆନ୍ସର୍। 5 ନମ୍ବର ଦେଖି ଗୋଟେ ସମୀକରଣ ଦେଇଛି, ହେଲା କି। କିଏ ଜାରିତ କିଏ ବିଜାରିତ ପଚାରିଛି, ହେଲା କି। ଲିଡ୍ ଅକ୍ସାଇଡ୍ କାର୍ବନ ସହିତ ପ୍ରତିକ୍ରିୟା କଲେ ଲିଡ୍ ଏବଂ କାର୍ବନ ଡାଇଅକ୍ସାଇଡ୍ ତିଆରି କରେ। ଲିଡ୍ ବିଜାରିତ ହେଉଛି, ହଁ ଠିକ୍, ଲିଡ୍ ବିଜାରିତ ହେଉଛି। କାର୍ବନ ଡାଇଅକ୍ସାଇଡ୍ ଜାରିତ ହେଉଛି। କାର୍ବନ ଡାଇଅକ୍ସାଇଡ୍ ଅଲରେଡ଼ି ଜାରିତ ହେଇକି ଅଛି, କାର୍ବନ ଜାରିତ ହେଉଛି, କିନ୍ତୁ ଏ କ'ଣ କହୁଛି କାର୍ବନ ଡାଇଅକ୍ସାଇଡ୍ ଜାରିତ ହେଉଛି, ଭୁଲ କହିଛି। କାର୍ବନ ଜାରିତ ହେଉଛି, କାର୍ବନ ଜାରିତ ହେଉଛି ନା, ହଁ ହେଉଛି। କାର୍ବନ ଅମ୍ଳଜାନ ସହିତ ପ୍ରତିକ୍ରିୟା କରୁଛି ଏବଂ CO2 ହେଉଛି ଜାରିତ ହେଉଛି, ଠିକ୍ ଅଛି। ଲିଡ୍ ବିଜାରିତ ହେଉଛି, ଲିଡ୍ ସହିତ ଅକ୍ସିଜେନ୍ ମିଶିକି ଥିଲା, କିନ୍ତୁ ଅକ୍ସିଜେନ୍ ପଳାଉଛି ଏଠିକି, ମାନେ ପ୍ରଡ଼କ୍ଟ ମାନେ ଏ ଯେଉଁ ଉତ୍ପାଦ ପକ୍ଷରେ ଲିଡ୍ରେ ପାଖରେ ଆଉ କ'ଣ ଅକ୍ସିଜେନ୍ ଅଛି କି? ନାହିଁ, ପଳେଇଛି। ତେଣୁକରି ସେ କ'ଣ ବିଜାରିତ ହେଉଛି, ଇଏ ହେଲା ରିଆକ୍ଟାଣ୍ଟ ମାନେ ପ୍ରତିକାରକ। କାର୍ବନ ଜାରିତ ହେଉଛି, ହଁ ଠିକ୍ ଅଛି। ଆଇ ଏବଂ ଟ୍ରିପଲ୍ ଏ ଠିକ୍ ଅଛି, ଡବଲ୍ ଆଇ ଭୁଲ ଅଛି। ଲିଡ୍ ଅକ୍ସାଇଡ୍ ବିଜାରିତ ହେଉଛି, ଲିଡ୍ ଅକ୍ସାଇଡ୍ ବିଜାରିତ ହେଉଛି ମାନେ ଲିଡ୍ ଅକ୍ସାଇଡ୍ ଅଛି, ଲିଡ୍ ଅକ୍ସାଇଡ୍ ଟୋଟାଲଟା ବିଜାରିତ ହେଉଛି, ଅମ୍ଳଜାନ ତାଠାରୁ ପଳାଉଛି, ଠିକ୍ ନା ଭୁଲ? এইটা হচ্ছে ভুল। লিড অক্সাইড বিজারিত হেউনাହିଁ, লিড বিজারিত ହେଉଛି। লিড অক্সাইডରେ লিড ବିଜାରିତ, লিড ମାନେ ପିବି ମାନେ ପ୍ଲମ୍ବମ୍ ତାର ଲାଟିନ୍ ନେମ୍, ସିସା ତା ଓଡ଼ିଆ ହେଉଛି ସିସା। ତାହେଲେ 5 ନମ୍ବର ସି ହେଲା ଆନ୍ସର। ଦେଖ ଲିଡ୍ ଅକ୍ସାଇଡ୍ ରିଡକ୍ସନ୍ ହେଉଛି ଲିଡ୍ ପାଖକୁ, ମାନେ ବିଜାରଣ ହେଉଛି, ହେଲା କି। ସି ମାନେ କାର୍ବନ ଅକ୍ସିଡେସନ୍ ହେଉଛି କାର୍ବନ ଡାଇଅକ୍ସାଇଡ୍ ମାନେ ଜାରିତ ହେଉଛି, ହେଲା କି। ଏହି ରାସାୟନିକ ପ୍ରତିକ୍ରିୟାଟି କ'ଣ କେଉଁ ପ୍ରତିକ୍ରିୟା ଅଟେ? ବିସ୍ଥାପନ ପ୍ରତିକ୍ରିୟା ଅଟେ। ହେଲେ ଗୋଟିଏ ମୌଳିକ ଗୋଟିଏ ଯୌଗିକ ସହିତ ପ୍ରତିକ୍ରିୟା କରୁଛି ଏବଂ ସେହି ଯୌଗିକର ଗୋଟିଏ ମୌଳିକକୁ ଅପସାରଣ କରିଦେଉଛି, ଏହାକୁ ବିସ୍ଥାପନ ପ୍ରତିକ୍ରିୟା କୁହାଯାଏ, ଡିସପ୍ଲେସମେଣ୍ଟ ରିଆକ୍ସନ୍। এই ହେବ ଆନ୍ସର। ତ ଚିପ୍ସ ମାନେ ଯେଉଁ କୁରକୁରିରେ ଖାଉଛ ନା, ତା ଦେହରେ କ'ଣ କେଉଁ ଗ୍ୟାସ୍ ଭର୍ତ୍ତି କରାଯାଇଥାଏ? ନାଇଟ୍ରୋଜେନ୍ ବା ଯବକ୍ଷାରଜାନ, ମାନେ ଜାରିତ ହୁଏନି ଏବଂ ଖାଦ୍ୟ ପଦାର୍ଥ ସୁରକ୍ଷିତ ରହେ। କେଉଁ ରାସାୟନିକ ଯୌଗିକ ସୃଷ୍ଟି ଯୋଗୁଁ ଏହା ଉପରେ ଏକ କଳା ଆସ୍ତରଣ ସୃଷ୍ଟି ହୋଇଥାଏ? ଆନ୍ସର ହେବ ସିଲଭର ଅକ୍ସାଇଡ୍, ହେଲା। ଦେଖ 9 ନମ୍ବର ଏ ରିଆକ୍ସନ୍ ଦେଇଛି, କିଏ ସୂର୍ଯ୍ୟାଲୋକ ଉପସ୍ଥିତିରେ ହୁଏ? କ୍ୟାଲସିୟମ୍ କାର୍ବୋନେଟ୍ ସୂର୍ଯ୍ୟାଲୋକର ଉପସ୍ଥିତିରେ କ'ଣ ବିଘଟନ ହୁଏ? ନା ଲିଡ୍ ନାଇଟ୍ରେଟ୍ ହୁଏ, ନା ଆଇରନ୍ ହାଇଡ୍ରୋକ୍ସାଇଡ୍ ହୁଏ କି, ନା এইটা হয়, ହେଲା କି। ସିଲଭର ବ୍ରୋମାଇଡ୍ ସୂର୍ଯ୍ୟାଲୋକ ଉପସ୍ଥିତିରେ ସିଲଭର ଆଣ୍ଡ ବ୍ରୋମିନରେ ପରିଣତ ହୁଏ। ଖାଦ୍ୟ ପଦାର୍ଥର ସଂରକ୍ଷଣ ପାଇଁ କ'ଣ ମିଶାଯାଏ? ପ୍ରତିଜାରକ ଆଣ୍ଟିଅକ୍ସିଡାଣ୍ଟ, ହେଲା। କ୍ଷାର ପାଣିରେ ମିଶିଲେ କ'ଣ ଏସିଡ୍ ଆଣ୍ଡ ବେସ୍ କ'ଣ ଦିଅନ୍ତି? ଏସିଡ୍ ଦେବ H+ ଆୟନ, କ୍ଷାର ଦେବ କ'ଣ OH-, ବି ହେବ କରେକ୍ଟ ଆନ୍ସର। H+ ଯାହା H3, O+ ବି ସେଇଆ, ହେଲା କି। କେମିତି?
ना एच प्लस माने प्रोटॉन मध्य को कहते हाइड्रोजन आयन मध्य कहते जल सहित प्रतिक्रिया कर ये केबे भी भाकांट माने ये केबे एकुटिया रहे ये जल सहित प्रतिक्रिया करी कौन तैयारी करे हाइड्रोनियम आयन है एच प्लस जा H3O प्लस भी से है जदि ऑप्शन H3O प्लस कमा OH माइनस था यहाँ भी करेक्ट आंसर होता था H3O प्लस OH माइनस ये कौन अच्छी ना तेणुक यहाँ हेनी तेणुक करेक्ट कौन हम एच प्लस एंड OH माइनस बी हम करेक्ट आंसर गोटे द्रवण लाल लिटमस को नील कला तमें कौन होता क्षार होता पीएच के ना 7 अधिक मैंने 10 ये हम करेक्ट आंसर निम्नलिखित औषध मध्य केउटी अजीर्ण रोग को चिकित्सा करने व्यवहार कराए है प्रति अम्ल है कि आंटीअक्सीडेंट है आंटासिड कहुए देख 14 नंबर कहूँ 10 मिलीलिटर NaOH 10 ml NaOH सोडियम हाइड्रोक्साइड है कि प्रशमित हुए प्रशमित हाँपी केते अम्ल दरकार ना 8 ml HCl दरकार है कि ताहले 30 ml NaOH सोडियम हाइड्रोक्साइड प्रशमित हाँपी केते दरकार ना 10 8 दरकार 30 के आधे 3 गुण आधे 3 गुण दियो ऐकिक धारा यूनिटरी मेथड है कि 8 3 गुण 24 हम डी हम आंसर गुंड अंडाखल द्रवण सहित प्रतिक्रिया कर जो बाष्प निर्गत हुए चूर्ण पानी को दुधिया रंग में परिणत करे द्रवणटी कौन HCl हाइड्रोक्लोरिक एसिड है ब्लीचिंग पाउडर रासायनिक संयुक्त कौन CaOCl2 कैल्शियम ऑक्सीक्लोराइड है ब्लीचिंग पाउडर कहते गोटे मौलिक अम्लजान सहित प्रतिक्रिया कर एक उच्च गलनांक विषय यौगिक सृष्टि कर जल द्रवणीय अटे ये मौलिक कौन हो पाए कैल्शियम कौन 8 नंबर पचार कि एम्फोटेरिक ऑक्साइड एल्यूमिनियम ऑक्साइड आपको एल्यूमिना कहते हैं क्यों अधातुर अजलीयता गुण अच्छे आयोडीन देख 3टी मौलिक XY और Z तार इलेक्ट्रोनिक कन्फिगरेशन माने इलेक्ट्रोनिक संरचना देती 2 2 7 2 1 तमें एक्स बहिष्ठ कक्षर 2टा इलेक्ट्रॉन तमें से हिलियम हो वाई बहिष्ठ कक्षर 9टा इलेक्ट्रॉन तमें से फ्लोरीन हो जेड बहिष्ठ कक्षर 2 1 तमें हाइड्रोजन लिथियम हो है तमें ये जो आयनिक यौगिक तैयारी करती तार संकेत कौन देख आयनिक यौगिक केमी तैयारी इलेक्ट्रॉन आदान प्रदान ये इलेक्ट्रॉन किए दब ना जेड दब गोटे इलेक्ट्रॉन देलापर स्टेबल हो निष्क्रिय हो वाई कौन करे गोटे इलेक्ट्रॉन ग्रहण कर 7 अच्छी इलेक्ट्रॉन बहिष्ठ 8 है ऑक्टेट रूल साटिस्फाई हम गोटे इलेक्ट्रॉन ग्रहण कर संकेत कौन हम जेड वाई है ये जेड इलेक्ट्रॉन दौर वाई इलेक्ट्रॉन नौ जेड हो धातु वाई हो अधातु है लिथियम फ्लोराइड है जेड नहीं से जिंक सल्फाइड है आपको जिंक ब्लेंड कहती है बाहर जिंक बाहर करने क्यों पद्धति अवलंबन कराए केवल रोस्टिंग निम्नलिखित अधातु मध्य केउटी विद्युत सुपरिवाही हूँ कंडक्ट इलेक्ट्रिसिटी आंसर कौन ग्राफाइट में आगुरी कही प्रोपेन अणुर केतोटी सह संयोज बंध अच्छी प्रोपेन कौन आल्केन है आल्केन रे C3H कौन हो CnH2n +2 एन के 3 है टोटाल होगा के C3H8 है आल्केन बंध संख्या केमी जान ना संपूर्ण अनुसंख्यार 1 फेरदेव एनमाइनेसन टोटाल अनुसंख्या के 3 8 11 11 -1 के 10 बी हम करेक्ट आंसर ना तुम यार चित्र कर देख देख प्रोपेन चित्र कर कार्बन 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 ये 3टा हाइड्रोजन ये 3टा हाइड्रोजन ये 2टा हाइड्रोजन है 3 4 3 7 3 10टा ये सहसंयोज बंध बी हम करेक्ट आंसर 10 24 नंबर कहला गोटे हाइड्रोकार्बन अच्छी 4टी कार्बन परमाणु अच्छी से हूँ आल्केन तार अनुसंकेत केते हम C4 आल्केन किए है आल्केन संकेत के CnH2n कार्बन जदि 4 है हाइड्रोजन के 8 हो C4H8 सी हम करेक्ट आंसर 25 नंबर कहला पेंटेन केतोटी संरचनात्मक आइसोमर अच्छी है 3टा हम C5H12 कार्बन 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 5टा कार्बन ये हाइड्रोजन फिलअप कर दो कार्बन कौन चतुर्संज टेट्राभैलेंट तेणुक कार्बन 4टा बंध कर ये गोटे ये 2टा 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 सब हाइड्रोजन फिलअप कर दो भला आ गए कौन है ये गोटे चित्र 1 2 3 2 ये 3टा अच्छे गोटे दरकार हाइड्रोजन ये 3टा दरकार ये भी 3टा सब जगह हाइड्रोजन फिलअप हो ये 1 ये 2 आ गोटे देख है 5टा कार्बन सब 3टा लेखा हाइड्रोजन फिलअप कर दिया तो ये तो ऑलरेडी 4टा हाइड्रोजन फिलअप अच्छे है सॉरी 4टा कोवेलेंट बॉन्ड सहसंयोज बंध तैयारी कर समस्त 4टा लेखा कले 1 2 3 है कईटा है 3टा है कौन आइसोमर क्या कहुए आइसोमर दीज आर द कंपाउंड्स हाविंग सेम मॉलिक्यूलर फॉर्मूला बट डिफरेंट स्ट्रक्चर्स जो यौगिक गुड़िकर आणविक संकेत सामान थाए किंतु सेमानक संरचना भिन्न थाए ताहाकू आइसोमर कहुए और ये प्रक्रिया को आइसोमेरिज्म कहुए है कि सो ये जो 1 नंबर जो चित्र है सेटा सड़क बा स्ट्रेट आउ 2 और 3 नंबर जो चित्र है सेटा हूँ ब्रांच बा शाखायुक्त तो नेक्स्ट वीडियो में SCL पार्ट आनी जीव विज्ञान है कि सो वीडियो को एटलिस्ट 2 जन पाव शेयर करो वीडियो को लाइक करो शेयर करो सब्सक्राइब करो।